ଆପଣ କୋଉଠି ଅଛନ୍ତି ଆଜ୍ଞା? ମୁଁ ଭୁବନେଶ୍ୱର। କଣ ପାଇଁ କଣ ଥିଲା ପ୍ରୋଗ୍ରାମ? ଏଇଠି ମୁଁ ଜାଣିନି କଣ ପ୍ରୋଗ୍ରାମ ଅଛି କି? ଆପଣ ହୋଟେଲ ପାଇଁ ଆସିଥିଲେ? ମୁଁ ଆସିଥିଲି ମୋର ଜଣେ ବନ୍ଧୁ ଆସିଥିଲେ ଦେଖା କରିବା ପାଇଁ। ମାନେ କଣ ପାଇଁ ଗୋଟେ ଆସିଥିଲେ ତ? WhatsApp ଚାଲିଥିଲା ତାର। ଆପଣଙ୍କ ନାଁ କଣ? ଆଚ୍ଛା। ଆପଣ କୋଉ ଭୁବନେଶ୍ୱର କୋଉଠିକାର ଲୋକ? ଆଚ୍ଛା ଏଠି କଣ କୋଉ ବିଷୟରେ ଗୋଟେ WhatsApp ଚାଲିଥିଲା ତାଙ୍କର ଏଇ ବିଷୟରେ। କୋଉ ଏନଜିଓ? ସେଟା ହଉଛି କଣ ମୁଁ ଜାଣିନି। ଏନଜିଓ ନାଁ କଣ? କହିଦେବି। ଆପଣ କୋଉଠୁ ଆସୁଛନ୍ତି? ଭଦ୍ରକରୁ। ଏଠି କଣ ଚାଲିଥିଲା କାର୍ଯ୍ୟକ୍ରମ? ପ୍ରଭୁ ଯୀଶୁଙ୍କର କଣ ଚାଲିଥିଲା? ସତ୍ସଙ୍ଗ ପ୍ରଭୁ ଯୀଶୁଙ୍କର କେତେ ଦିନ ହେଲାଣି ଏଇଠି ଚାଲିଥିଲା ଏଇ ହୋଟେଲରେ? ଆପଣ କୋଉଠି ଅଛନ୍ତି? ଭଦ୍ରକରୁ କୋଉଠୁ? ଆପଣ ନାଁ କଣ? ଆପଣ ଖ୍ରୀଷ୍ଟିଆନ? प्रभु जाने ख्रिस्टियन ପ୍ରଭୁ ମାନେ କୋଉ ପ୍ରଭୁ? जिसु जाने ଯୀଶୁ ଜାଣନ୍ତି। ଆପଣ ଖ୍ରୀଷ୍ଟିଆନ ନା ଖ୍ରୀଷ୍ଟିଆନ ନୁହନ୍ତି? वो प्रभु जिसु जाने कि जिसु ख्रिस्टियन ଆପଣ କୋଉଠି ଅଛନ୍ତି? ଆପଣଙ୍କ ନାଁ କଣ? ମନା ଛୋଡ଼ି ଭାଇ କୋଉଠି ଅଛନ୍ତି? ଭଦ୍ରକ। ଏଇଠି କଣ ଚାଲିଥିଲା ପ୍ରୋଗ୍ରାମ? ଆମେ ଏଇଠି ଗୋଟେ ପ୍ରାର୍ଥନା କରୁଥିଲୁ। କାହାକୁ? ହଁ? କାହାର ପ୍ରାର୍ଥନା କରୁଥିଲେ? ପ୍ରଭୁ ଯୀଶୁଙ୍କର। ପ୍ରଭୁ ଯୀଶୁଙ୍କର। ଆପଣ ଖ୍ରୀଷ୍ଟିଆନ ନା ହିନ୍ଦୁ? ଆଁ? ଆପଣ କୋଉ ଧର୍ମର? ଆମେ ହିନ୍ଦୁ ଥିଲୁ ଏବେ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ ଆଉ। ଏବେ ଖ୍ରୀଷ୍ଟିଆନ ହେଇଯାଇଛନ୍ତି। ହେଇ ଯୋଉ ଆମେ ବିଶ୍ୱାସ କରୁଛୁ ଯୀଶୁଙ୍କୁ ବିଶ୍ୱାସ କରୁଛୁ। ଆଚ୍ଛା ଏଇଠି କଣ ଚାଲିଥିଲା? ଏଇଠି କଣ ଚାଲିଥିଲା? ଆପଣଙ୍କ ପୁରା ନାଁ କଣ? ଆଁ? ଆପଣଙ୍କ ପୁରା ନାଁ କଣ? ଆଜ୍ଞା? କିଛି ନାହିଁ। ଆଉ ଆପଣଙ୍କ ବାପାଙ୍କ ନାଁ? ଯୀଶୁ ନାହିଁ। ଖ୍ରୀଷ୍ଟିଆନ କିଏ ହେଲା ଆପଣଙ୍କ ପରିବାର? ଆପଣ ହେଲେ ନା ଆପଣଙ୍କ ବାପା ହେଇଥିଲେ? ମାନେ ଆମ ବାବା ନାହିଁ। ଆଉ ଆପଣ ହେଲେ? କାହିଁକି ହେଲେ? ହେଲୁନି ନା ଆମେ ପ୍ରଭୁଙ୍କୁ ବିଶ୍ୱାସ କରୁ। କାହିଁକି ପ୍ରଭୁଙ୍କୁ ବିଶ୍ୱାସ କଲେ? କଣ ପାଇଁ? ପ୍ରଭୁ ବିଶ୍ୱାସ କରୁ କଣ ଆମର ନିଜ ଇଚ୍ଛାରେ ଗୋଟେ ବିଶ୍ୱାସ କରୁ କଣ ପ୍ରଭୁ। ଗୋଟେ ଥିବ ନା ଏଇଥିପାଇଁ ବିଶ୍ୱାସ କଲେ? ପ୍ରଭୁ ବିଶ୍ୱାସ କରୁ ଯେ ଭଲ ଲାଗିବ। କଣ ଭଲ ଲାଗିଲା ପ୍ରଭୁଙ୍କର? ଲର୍ଡ ମୋର ଖ୍ରୀଷ୍ଟୀୟ ଭାଇ ଭଉଣୀମାନେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋସେସ୍ ନ୍ୟୁଜ୍ ଟିଭିରେ। ବର୍ତ୍ତମାନ ଆପଣମାନେ ଯେଉଁ ଭିଡ଼ିଓକୁ ଦେଖିବାକୁ ପାଇଲେ ଏହି ଭିଡ଼ିଓ ହେଉଛି ଓଡ଼ିଶାର। ହଁ ମୋର ପ୍ରିୟ ଭାଇ ଭଉଣୀମାନେ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଏବଂ ଭରସା କରନ୍ତି ସେଇ ଲୋକମାନେ ହୋଟେଲ ବୁକ୍ କରି ହୋଟେଲରେ ତାଙ୍କେ ପ୍ରାର୍ଥନା ଆରାଧନା କରୁଥିଲେ। ଆଉ ଠିକ୍ ସେଇ ସମୟରେ କିଛି ବଜରଙ୍ଗ ଦଳର ଲୋକମାନେ ତା ସହିତ ପୋଲିସ ମାନେ ଆସି ପହଞ୍ଚି ସେଇ ପ୍ରାର୍ଥନାକୁ ଡିଷ୍ଟର୍ବାନ୍ସ କରିଦେଇଅଛନ୍ତି। ହଁ ମୋର ପ୍ରିୟ ଭାଇ ଭଉଣୀମାନେ ଆଉ ଆମମାନେ ଆଗରୁ ଶୁଣି ଶୁଣି ଆସୁଛୁ ଆଉ ସେହି ଆରୋପ ଏହି ଜାଗାରେ ମଧ୍ୟ ଦିଆଯାଉଛି ଯେ ଖ୍ରୀଷ୍ଟିଆନ ମାନେ ଧର୍ମ ପରିବର୍ତ୍ତନ କରନ୍ତି ତା ସହିତ ଟଙ୍କା ପଇସା ଲୋଭ ଲାଳସା ଦେଇ ତାଙ୍କର ବ୍ରେନ୍ ୱାଶ୍ କରନ୍ତି ଏହିପରି ଆରୋପ ମଧ୍ୟ ଲଗେଇ ଅଛନ୍ତି। ହଁ ମୋର ପ୍ରିୟ ଭାଇ ଭଉଣୀମାନେ ଏହିପରି ବିରୋଧ ପ୍ରତ୍ୟେକ ସମୟରେ ଆସିଥାଏ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଭରସା ଏବଂ ବିଶ୍ୱାସ କରନ୍ତି ସେମାନଙ୍କ ଉପରେ ଅଧିକ ଏହିପରି ବିରୋଧ ହୋଇଥାଏ। ସେମାନଙ୍କ ନିମନ୍ତେ ବହୁତ ତାଡ଼ନା ମଧ୍ୟ ଆସିଥାଏ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ ସେଥିପାଇଁ ଆମମାନେ ଏଇ ଛୋଟ ଛୋଟ ବିପତ୍ତି ଦୁଃଖ ଅସୁବିଧା ଅଭାବ ଏବଂ ଏହିପରି ବିରୋଧକୁ ଦେଖି ଆମମାନେ ଭୟ କରିବା ଆବଶ୍ୟକତା ନାହିଁ। ଆମମାନେ ଭୟ କରିବା ନାହିଁ। ମୋର ପ୍ରିୟ ଭାଇ ଭଉଣୀମାନେ ଆମମାନ କାହିଁକି ନା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଛନ୍ତି ମୁଁ ତୁମମାନଙ୍କ ସଙ୍ଗରେ ସର୍ବଦା ଅଛି ସଦା ଅଛି ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଅଛନ୍ତି। ତ ମୋର ପ୍ରିୟ ଭାଇ ଭଉଣୀମାନେ ସେଥିପାଇଁ ଆମମାନେ ଏହିପରି କୌଣସି ବିପଦ କୌଣସି ବିରୋଧ ହେଲେ ମଧ୍ୟ ଆମମାନେ ଭୟ କରିବା ନାହିଁ। ମୋର ପ୍ରିୟ ଭାଇ ଭଉଣୀମାନେ ଯେତେବେଳେ ଦାଉଦଙ୍କ ଜୀବନକୁ ଯେତେବେଳେ ଆମମାନେ ଦେଖିବା ଦାଉଦଙ୍କ ଜୀବନରେ ମଧ୍ୟ ଅନେକ ଦୁଃଖ ଆସିଥିଲା ଅନେକ ଅସୁବିଧା ଆସିଥିଲା ତାଙ୍କ ଜୀବନରେ ହେଲେ ମଧ୍ୟ ତାଙ୍କେ କେବେ ମଧ୍ୟ ଭୟ କଲେ ନାହିଁ କାହିଁକି ନା ତାଙ୍କେ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ ଏବଂ ନିର୍ଭର କରି ଜୀବନ ଯାପନ କରୁଥିଲେ। ସେଥିପାଇଁ ଗୀତ ସଂହିତା ତାର 23 ତାର 4 ପଦରେ କହୁଛନ୍ତି ପୁଣି ମୃତ୍ୟୁଛାୟା ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ କାରଣ ତୁମ୍ଭେ ମୋ ସଙ୍ଗରେ ଅଛ। ମୋର ପ୍ରିୟ ଭାଇ ଭଉଣୀମାନେ ଆମମାନଙ୍କ ଜୀବନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ଅନେକ ଦୁଃଖ ଏବଂ ଅସୁବିଧା ତା ସହିତ
ଅନେକ ବିରୋଧ ମଧ୍ୟ ଆମମାନଙ୍କ ଜୀବନରେ ଆସେ, କାହିଁକି ନା ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପରେ ଆମେ ଗ୍ରହଣ କରିଛୁ। ସେଥିପାଇଁ ଏହିପରି ଅନେକ ବିରୋଧ ଆସେ, କିନ୍ତୁ ଏଇ ସମସ୍ତ ବିଷୟକୁ ଦେଖି ଆମମାନେ ଭୟ କରିବା ନା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଆମମାନେ ପ୍ରାର୍ଥନା କରିବା ଆଉ ବାଇବଲକୁ ପ୍ରତିଦିନ ପଢିବା ଏବଂ ସେଇ ଈଶ୍ୱରଙ୍କର ବାକ୍ୟ ଅନୁସାରେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟ ଅନୁସାରେ ଯେତେବେଳେ ଆମମାନେ ପ୍ରତିଦିନ ଚାଲିବା, ତେବେ ଆମମାନଙ୍କ ଭିତରେ ଥିବା ସେ ବିଶ୍ୱାସ ଆଉ ମଧ୍ୟ ଶକ୍ତିଶାଳୀ ହେବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏହିପରି କଲେ ଆମମାନଙ୍କ ଜୀବନରେ କୌଣସି ଭାବରେ ଆମମାନଙ୍କୁ ଭୟ ଆସିବ ନାହିଁ। କେତେ ବଡ଼ ବିରୋଧ ହେଲେ ମଧ୍ୟ ଆମମାନଙ୍କ ଜୀବନରେ ଭୟ ଆସିବ ନାହିଁ। ସେହିପରି ପରିସ୍ଥିତିରେ ମଧ୍ୟ ଆମମାନେ ଆନନ୍ଦ କରିପାରିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ସେଥିପାଇଁ ଆମମାନଙ୍କ ଜୀବନରେ, ଆପଣମାନଙ୍କ ଜୀବନରେ ବିରୋଧ ହେଲେ ମଧ୍ୟ ଆପଣମାନେ କେବେ ମଧ୍ୟ ଭୟ କରନ୍ତୁ ନାହିଁ। ଆଉ ଏହିପରି ଖ୍ରୀଷ୍ଟିଆନ ଲୋକମାନଙ୍କ ନିକଟରେ ବହୁତ ବିରୋଧ କରୁଛନ୍ତି ଲୋକମାନେ, ଆମମାନେ ତାଙ୍କରି ନିମନ୍ତେ ମଧ୍ୟ ପ୍ରାର୍ଥନା କରିବା ଯେ ପରମେଶ୍ୱର ତାଙ୍କର ଜୀବନରେ କାର୍ଯ୍ୟ କରନ୍ତୁ ଏବଂ ସତ୍ୟକୁ ଜାଣିବେ ଏବଂ ପ୍ରତ୍ୟେକ ବନ୍ଧନରୁ ଯେପରି ସେମାନେ ମୁକ୍ତ ହେବେ, ସେଥିପାଇଁ ଆମମାନେ ପ୍ରାର୍ଥନା କରିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନେ ଏହି ସମୟ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ସୁନ୍ଦର ଭାବରେ ଆପଣମାନେ ଦେଖିଅଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁନର୍ବାର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।